ଆଗରୁ ଯୋଗ ଦେଲେ ଏବଂ ନିକଟରେ ସେମାନେ ସରକାରୀ ଓକିଲ ଭାବେ ମାନ୍ୟତା ପାଇଛନ୍ତି। এই ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ କରିବା ଏବଂ କାନ୍ଧରେ ଗାମୁଛା ପକେଇବା, ଦଳୀୟ ସପକ୍ଷରେ ଭାଷଣ ଦେବା, ଏଇଟା କ'ଣ ଆପଣ ଠିକ୍ ବୋଲି ଭାବୁଛନ୍ତି? ଆପଣ ତ ବରିଷ୍ଠ ପ୍ରଶାସକ ଥିଲେ ଏବଂ ଓକିଲାତି ମଧ୍ୟ କରୁଛନ୍ତି। ଆମ ଦେଶରେ ବର୍ଷା ଯୁଆଡ଼େ ଛତା ସିଆଡ଼େ, ଏଇ ଯେଉଁ ବର୍ତ୍ତମାନ ଏଇ ପରିସ୍ଥିତି ଆସୁଛି, ମୁଁ ଜାଣିବାରେ ଆମର ଗୁରୁଚରଣ ମହାନ୍ତି ବରିଷ୍ଠ ଆଇନଜୀବୀ, ସେ ମୂଳରୁ ଅଛନ୍ତି ବିଜେପିରେ ଏବଂ ସେ ଜଣେ ବିଜେପିର ମୁଖ୍ୟ ବ୍ୟକ୍ତି। ଆଉ କିନ୍ତୁ ଅନ୍ୟମାନେ କେତେ ଅଛନ୍ତି ସେମାନେ ବର୍ଷା ଯୁଆଡ଼େ ଛତା ସିଆଡ଼େ ଏଇ ନ୍ୟାୟରେ ଅଭ୍ୟସ୍ତ ଅଛନ୍ତି। କାଲି ସରକାର ଥିଲା, ଅଲଗା ସରକାର, ସେଥିରେ ସେ ବି ରହିଲେ, ସରକାରୀ ଓକିଲ ହେଲେ, ତାର ସୁବିଧା ବି ନେଲେ ଏବଂ ବର୍ତ୍ତମାନ ସରକାର ବଦଳିଗଲା, ନୂଆ ସରକାର ଆସିଲା, ସେମାନେ ପଟ ପରିବର୍ତ୍ତନ କରିଦେଲେ ଏବଂ ସେଥିରେ ବି ସେମାନେ ସାମିଲ ହେଲେ ବୋଲି। ତେଣୁ ଏ ଯେଉଁ ଅସ୍ଥିର ମନ, ଯେତେବେଳେ ଇଚ୍ଛା ଯୁଆଡ଼େ ଯିବା, ବର୍ଷା ଯୁଆଡ଼େ ଛତା, ୟାର କୌଣସି ଆନ୍ତରିକତା ଥିଲା ଭଳିଆ ମନେ ହଉନି। ଏମାନେ କେବଳ ସୁବିଧା ପାଇଁ ଏ ପଟ ପରିବର୍ତ୍ତନ କରୁଛନ୍ତି, ଦଳ ପରିବର୍ତ୍ତନ କରୁଛନ୍ତି। ତେଣୁ ସେଥିରେ ଦଳର କିଛି ସୁବିଧା ହବନି କି ତାଙ୍କର ମଧ୍ୟ କ'ଣ ହବ କି କେବଳ ସରକାର ଓକିଲ ହେବେ। ହେବେ ସରକାର ହେବେ, ସରକାର ଓକିଲର ଯେଉଁ ମର୍ଯ୍ୟାଦା ଅଛି ତାକୁ ରକ୍ଷା କରିବେ ବୋଲି ମୁଁ ଆଶା କରେ। ଥ୍ୟାଙ୍କ ୟୁ।